ଏହି କାହାଣୀଟି ହେଉଛି ରାମୁର। ରାମୁ ଯେତେବେଳେ 5 ବର୍ଷ ପୂରିଲା ତା ବାପା ମା ତାକୁ ଛାଡ଼ି ଆରପାରିକୁ ଚାଲିଗଲେ। ରାମୁର ନିଜର ବୋଲି କେହି ନଥାନ୍ତି। କେବଳ ତା ସ୍ତ୍ରୀକୁ ଛାଡ଼ିଦେଲେ ସେମାନେ 2 ଜଣ ଏକୁଟିଆ। ବନ୍ଧୁବାନ୍ଧବ ବୋଲି ମଧ୍ୟ କେହି ନଥାନ୍ତି। ରାମୁର ଦିନେ ମନେ ପଡ଼ିଲା ଯେତେବେଳେ ତା ମା ବଞ୍ଚିଥିଲା ସେ ତା ମାଉସୀ ଘରକୁ ଯାଇଥିଲା। ତା ମାଉସୀ କଥା ମନେ ପଡ଼ିବାରୁ ରାମୁର ମାଉସୀ ଜଣେ ବିଧବା ଓ ତାଙ୍କର କେହି ପିଲାଛୁଆ ନଥାନ୍ତି। ସେ 4ଟି ଗାଁ ଛାଡ଼ିଦେଲା ପରେ ତାଙ୍କ ଗାଁ ପଡ଼େ। ରାମୁଲ ଭାବିଲା ମୋ ମାଉସୀର ତ କେହି ନାହାନ୍ତି। ବିଚାରୀ ବୁଢ଼ୀ ବୟସରେ ବହୁତ ହଇରାଣ ହେଉଥିବ। ପିଲାପିଲି ହେଲେ କିଛି ଥାନ୍ତେ। ଯାଉଛି ତାକୁ ଦେଖିକି ଆସିବି। ଯଦି ସିଏ ବହୁତ ହଇରାଣ ହେଉଥିବ ତାହେଲେ ତାକୁ ମୋ ପାଖକୁ ନେଇ ଆସିବି। ରାମୁ ବହୁତ ଗରିବ ଥିବାରୁ ତା ପାଖରେ ଓଟ କି ଗଧ କିଛି ନଥିଲା। ରାମୁ ଚାଲି ଚାଲି ତା ମାଉସୀ ପାଖକୁ ବାହାରିଲା। ବାଟରେ ଗଲାବେଳେ ମାଉସୀ ଘର ଅଧିକ ଖରା ହେଉଥିବାରୁ ରାମୁ ଗୋଟେ ଗଛ ମୂଳେ ଟିକେ ବିଶ୍ରାମ ନେବାକୁ ଲାଗିଲା। ରାମୁକୁ ବହୁତ ଭୋକ ଲାଗୁଥାଏ ମଧ୍ୟ। ସେ ଗଛ ମୂଳରେ ଆଉ ଗୋଟେ ଯୁବକକୁ ଦେଖି ତା ମାଉସୀ ଘରର ରାସ୍ତା ପଚାରିବାରୁ ଯୁବକଟି ତାକୁ କହିଲା, ମୁଁ ମଧ୍ୟ ସେଇ ଗାଁର। ଆଉ ତମେ ଯୋଉ ବୁଢ଼ୀ କଥା କହୁଛ ସେ ବୁଢ଼ୀଟା ବହୁତ କଞ୍ଜୁସ। ତୁମେ ଭାବନି ଯେ ତୁମେ ଏତେ କଷ୍ଟ କରି ଯାଉଛ ଆଉ ସିଏ ତୁମକୁ ଗରମ ଗରମ ଖାଇବା ଦେବ ବୋଲି। ସିଏ ତୁମକୁ ଖାଇବା ପିଇବା ବୁଝିବନି କି ତୁମେ ତା ଘରକୁ ଆସିଛ ବୋଲି ସେ ଖୁସି ମଧ୍ୟ ହେବ ନାହିଁ। ତୁମେ ବିଚରା କାହିଁକି ଏତେ କଷ୍ଟ ଭୋଗିବ? ତୁମେ ତୁମ ଘରକୁ ଫେରିଯାଅ। ଏହା ଶୁଣି ରାମୁ ଭାବିଲା, ବାହାରି ତ ଆସିଲିଣି, ଆଉ କାହିଁକି ଫେରିବି? ଯାଉଛି ମାଉସୀ ସହିତ ଦେଖା କରି ଯିବି। ଯୁବକଟି କହିଥିବା ଠିକଣା ଅନୁସାରେ ରାମୁ ଆସି ସେ ଘର ପାଖରେ ପହଞ୍ଚିଲା ଓ ରାମୁ ଦେଖିଲା ଗୋଟେ ଗଧଟିଏ ଘର ପାଖରେ ଠିଆ ହୋଇଛି। ଯେମିତି ତା ମୁହଁ ଦେଖି ଲାଗୁଛି ନିହାତି 8 ଦିନ ହେବ ସେ କିଛି ଖାଦ୍ୟ ଖାଇନାହିଁ। ତାର ଏପରି ଦୁଃଖୀ ମୁହଁକୁ ଦେଖି ରାମୁ ମନରେ ଦୟାଭାବ ଆସିଲା। ପାଖ ଦୋକାନରୁ କିଛି ଚାରା ଆଣି ସେ ଗଧକୁ ଖାଇବାକୁ ଦେଲା। ଏତିକିବେଳେ ହଠାତ୍ ଗୋଟେ କର୍କଶ ସ୍ୱର ଶୁଭିଲା। ରାମୁ ଚମକି ପଡ଼ିଲା। ତାର ମାଉସୀ ରାମୁକୁ କହୁଥିଲା, ତୁମେ କିଏ? ମୋ ଗଧ ସହିତ ତୁମର କ'ଣ କାମ? ତୁମେ ଏଠାକୁ କାହିଁକି ଆସିଛ? ରାମୁ ଏତେ ପ୍ରଶ୍ନ ଏକା ସାଙ୍ଗରେ ଶୁଣି ହଡ଼ବଡ଼େଇ ଗଲା ଓ କହିଲା, ମାଉସୀ ଜୁହାର। ମାଉସୀ, ମୋ ନାଁ ରାମୁ। ମୁଁ ତୁମ ସାନ ଭଉଣୀର ପୁଅ। ଛୋଟବେଳେ ତୁମ ପାଖକୁ ଆସିଥିଲି। ଆଉ ଆମ ଘର ଏଇ 4 ଗାଁ ଛାଡ଼ି ତୁଳସା ଦେଇପୁର। ମୋ ପାଖରେ ପଛେ ବାସି ଓଳିକୁ ଦାନା ନାହିଁ, ଇଏ ମୁହଁ ଉଠେଇ ଚାଲି ଆସିଲା। ଭାବିଲେ ମୋର ସମ୍ପତ୍ତି ଅଛି ଆଉ। ମାଉସୀର ଏଇ ପଦ କଥା ରାମୁକୁ ବହୁତ ଦୁଃଖ ଲାଗିଲା ଓ ଖରାପ ମଧ୍ୟ ଲାଗିଲା। ହେଲେ ସେ ଆସି ତ ଯାଇଛି, ଆଉ କ'ଣ କରିବ? ଚୁପଚାପ ଯାଚି ହୋଇ ଘର ଭିତରକୁ ଗଲା। ରାତିରେ ତା ମାଉସୀ ତାକୁ କିଛି ପାଣିଆ ଦଲିଆ ଖାଇବାକୁ ଦେଲା। ରାମୁକୁ ତ ବହୁତ ଭୋକ ଲାଗୁଥାଏ। ସେହି ପାଣିଆ ଦଲିଆ ରାମୁର କାଣିଚାଏ ମଧ୍ୟ ପେଟ ପୂରିଲା ନାହିଁ। ହେଲେ ସେ ତାକୁ ଯେମିତି ସେମିତି ଖାଇଦେଇ ଶୋଇବାକୁ ଗଲା। ରାମୁକୁ ତ କେବଳ ଟିକେ ଆତ୍ମୀୟତା ଓ ଟିକେ ଭଲ ପାଇବା ଦରକାର ଥିଲା। ସେଥିପାଇଁ ସେ ଏତେ ଦୂର ଧାଇଁ କରି ଆସିଥିଲା। ହେଲେ ତା ମାଉସୀ ପାଖରେ ସେ ଏସବୁ କିଛି ବି ଦେଖିବାକୁ ପାଇଲା ନାହିଁ। ପରଦିନ ସକାଳେ ଯେତେବେଳେ ରାମୁ କହିଲା, ମାଉସୀ, ମୁଁ ଯାଉଛି ଆମ ଘରକୁ। ତା ମାଉସୀ କହିଲା, ମୁଁ ତୋ ସାଙ୍ଗରେ ଯିବି। ମୋର ହାଟରେ କିଛି କାମ ଅଛି। ଏ ଗଧଟାକୁ ତ ଆଜି ଆଗ ବିକିବି। ଖାଲି ଖାଉଛି ପିଉଛି, କୌଣସି କାମରେ ନାହିଁ। ମାଉସୀ ପୁତୁରା ହାଟକୁ ଯାଉଥିବା ବେଳେ ଏକ ଧନୀ ବେପାରୀଙ୍କୁ ଦେଖିଲେ। ଧନୀ ବେପାରୀ ଗଧକୁ ଦେଖି କହିଲେ, ଇଏ ତ କୌଣସି ବୋଝ ବହି ପାରିବନି। ଆର ମୂଲ୍ୟ କେତେ ହବ? ହଁ, ତଥାପି 500 ଦେଇଦେବି। ଗଧ ଯେମିତି ଜାଣିଲା ଯେ ବୁଢ଼ୀ ତାକୁ ବିକ୍ରି କରିଦେବ ବୋଲି, ଗଧଟି ଯେମିତି ଶୁଣିଲା ଯେ ତା ମାଉସୀ ତାକୁ ବିକ୍ରି କରିଦେବ ବୋଲି, ଗଧଟି ମନ ଦୁଃଖରେ ରାମୁକୁ ଅନାଇଲା ଓ ସତେ ଯେମିତି ଗଧଟି କହୁଥିଲା, ଏ ମାଉସୀ ଠାରୁ ମଧ୍ୟ ଏ ମହାଜନ ମୋତେ ବେଶୀ ହଇରାଣ କରିବ ଓ ମୋତେ ବେଶୀ ମାଡ଼ ମାରିବ, ଆଉ ଖାଇବାକୁ ମଧ୍ୟ ଦବ ନାହିଁ। ରାମୁ ଗଧର ମନ କଥା ବୁଝିପାରିଲା
ଓ କହିଲା, ମାଉସୀ ମୁଁ ଏ ଗଧଟାକୁ ନେବି, ମୁଁ ତତେ 500 ଟଙ୍କା ଦଉଛି, ତୁ ମତେ ଦେଇଦେ। ବୁଢ଼ୀ ଯେମିତି ଜାଣିଲା ଯେ ରାମୁର ମନ ଗଧ କିଣିବା ପାଇଁ, ତ ବୁଢ଼ୀ କହିଲା, ଗୋଟେ ରେଟ୍ ତ ହେଇଥିଲା, ତୁ ଯଦି ମଝିରେ ପଶିଲୁ ତାହେଲେ ତୁ ଆଉ 20 ଟଙ୍କା ଅଧିକ ଦେବୁ। ରାମୁ ତା ପର୍ସକୁ ଚାହିଁଲା ଓ କହିଲା, ହଉ ନେ। ରାମୁ ପାଖରେ କେବଳ ସେତିକି ଟଙ୍କା ହିଁ ଥିଲା। ସେ ତା ମାଉସୀକୁ ଟଙ୍କା ଦେଇ ଗଧ ନେଇ ଘରକୁ ଆସିଲା। ଘରେ ତାର ସ୍ତ୍ରୀ ଚିନ୍ମୟୀ ଦେଖିଲା ଓ କହିଲା, ତୁମେ ତ ଯାଇଥିଲ ମାଉସୀ ଘରକୁ, ଏ ହାଡ଼ର ଦୋକାନ କୋଉଠୁ ଆଣିଲ? ରାମୁ ହସି କରି କହିଲା, ବିଚରାଟି ମାଉସୀ ଘରେ ବହୁତ ଦୁଃଖ ପାଉଥିଲା, ଆଉ ମୁଁ ତାକୁ ଦୁଃଖ ନ ସହିପାରି ସାଙ୍ଗରେ ନେଇ ଆସିଲି। ରାମୁ ଗଧର ବହୁତ ଯତ୍ନ ନେଲା ଓ ତାକୁ ହୃଷ୍ଟପୃଷ୍ଟ କରିଦେଲା। ଗଧ ମଧ୍ୟ ରାମୁ ଓ ତା ସ୍ତ୍ରୀକୁ ବହୁତ ଭଲ ପାଉଥିଲା। ଏମିତି କେତେ ଦିନ ବିତିଗଲା। ଦିନେ ହଠାତ୍ ମାଉସୀ ଘର ପାଖରେ ରହୁଥିବା ଯୁବକଟି ତାଙ୍କ ଘରକୁ ଆସିଲା ଓ କହିଲା ଯେ ତା ମାଉସୀ ଆଉ ଏ ଦୁନିଆରେ ନାହାନ୍ତି, ସେ ମରିଯାଇଛନ୍ତି ତାଙ୍କର କ୍ରିୟାକର୍ମ କରିବା ପାଇଁ। ରାମୁ ମଧ୍ୟ ତା ଗଧକୁ ନେଇ ମାଉସୀ ଘରକୁ ଗଲା। କ୍ରିୟାକର୍ମ କରିସାରି ଆସିଲା ବେଳକୁ ଗଧଟି ହଠାତ୍ ବିଚଳିତ ହୋଇଗଲା। ସେ ଗୋଟେ ଜାଗାରେ ଠିଆ ହୋଇ ଖାଲି ମାଟିକୁ ତାଡ଼ିବାକୁ ଲାଗିଲା। ରାମୁ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲା। ତା ପାଖରେ ଫାଉଡ଼ା କି କୋଦାଳ କିଛି ନଥିବାରୁ ସେ ଗୋଟେ ଗାଁ ଲୋକକୁ ଡାକି ମାଟି ଖୋଳାଇଲା। କିଛି ସମୟ ପରେ ମାଟିରୁ ଏକ ବଡ଼ ହାଣ୍ଡି ବାହାରିଲା। ସେଇ ହାଣ୍ଡିରେ କ'ଣ ଅଛି ଜାଣିବା ପାଇଁ ଯେତେବେଳେ ରାମୁ ସେ ହାଣ୍ଡିଟିକୁ ଖୋଲିଛି, ସେ ଆଶ୍ଚର୍ଯ୍ୟ ହୋଇଗଲା। ଏବେ ରାମୁ ବୁଝିପାରିଲା ଯେ ଗଧ ଏପରି କାହିଁକି ବ୍ୟବହାର କରୁଥିଲା। ସେ ଗଧ ସବୁ ଜାଣିଥିଲା। ମାଉସୀ ଯେତେବେଳେ ଏସବୁ ଧନ ସମ୍ପତ୍ତିକୁ ଖାଲ କରି ପୋତିଥିଲା, ସେତେବେଳେ ଗଧ ସବୁ ଦେଖିଦେଇଥିଲା। ଆଉ ସେ ତାକୁ ଇସାରାରେ ଏହାକୁ ଖୋଳିକି ବାହାର କରିବା ପାଇଁ କହୁଥିଲା। ରାମୁ ଗଧ ଉପରେ ବହୁତ ଖୁସି ହୋଇଗଲା। ଗଧକୁ ମନେ ମନେ ବହୁତ ବହୁତ ଧନ୍ୟବାଦ ଦେଲା, କାରଣ ସେ ଆଜି ଯାହା ପାଇଛି ସବୁ ଏ ଗଧ ପାଇଁ। ମାଉସୀର ବାକିତକ ଧନ ସମ୍ପତ୍ତି ବିକ୍ରି କରି ଓ ଧନ ହାଣ୍ଡିକୁ ଧରି ସେ ତାର ଘରକୁ ଫେରିଲା। ଗାଁରେ ଗୋଟେ ଭଲ ଦୋକାନ କଲା ଓ ଗରିବ ଲୋକଙ୍କୁ ସାହାଯ୍ୟ କଲା। ରାମୁ ଆଉ ଗରିବ ହୋଇ ରହିଲା ନାହିଁ, ସେ ଧନୀ ହୋଇଗଲା ଓ ଖୁସିରେ ଜୀବନ ଯାପନ କଲା।